ହଁ ଯେ ଦିଦି ଭୁଲ ହେଲେ ହିଁ ଠିକ୍ କରିବା ଯେ କାଣା କରିବା ଆଉ। ସେ ତ ସେମାନେ ଏପଟକା ଲୋକ ତ ଟିକେ ମାନେ ତାଙ୍କ ମୁଣ୍ଡ ଗରମ ହେଇଯାଏ ବହୁତ ଶୀଘ୍ର। ସେଇଥିପାଇଁ ଆମ ଡରରେ କିଛି କହୁନି। ଯେମାନଙ୍କୁ ଆମେ ଟିକେ ମାନେ ଇଏ ଭଳିଆ ଦେଖାଯାଆନ୍ତି। ଟିକେ ବୋକା ଟାଇପ ଲୋକ ଦେଖାଯାଆନ୍ତି ତାଙ୍କ ସହିତ ଟିକେ କଥା ହେଇଯାଉଛି ତେଲଗୁରେ ଆଉ। ହଁ ଭାଇ ତେଲଗୁ ଜାଣିଛନ୍ତି। ଓ ହଁ ଜାଣିଛନ୍ତି ଆଉ ଆମେ ଶିଖିପାରୁନି ଆଉ। ମୁଁ ଶିଖିପାରୁନି। ତାମିଲ ତେଲୁଗୁ ଦିଟା ସାରା ଜାଣିଛନ୍ତି ବୋଧେ। ମତେ ବି ଟିକେ ଟାଇମ ଲାଗିଲା ତାମିଲ ଶିଖିବାକୁ। ଓକେ ନାଇଁ ଦିଦି ତମେ ଶିଖିଯିବ। ଶିଖିଯିବ ଶିଖିଯିବ କିଛି ନାହିଁ 5-6 ବର୍ଷ ରହିଲନି ଶିଖିଯିବ। ଆମେ ତ ଏଇ 3 ବର୍ଷ ହେଲା ବି ଶିଖି ପାରୁନି। କାହିଁକିନା ସେ ଲୋକ ବି ନାହାନ୍ତି ଏଇଠି ଆମ ସହିତ ତେଲୁଗୁ ଲୋକ ଏତେ ନାହାନ୍ତି ଆମ ସହିତ କଥାବାର୍ତ୍ତା ହେବା ପାଇଁ ମାନେ ସାଙ୍ଗ। ତାଙ୍କ ତେଲୁଗୁ ତାଙ୍କର ଆଉ ଯଦି ସେମାନେ ଓଡିଶା ଲୋକ ଦେଖିଲେ ତାଙ୍କର କଣ ହେଇଯାଏ କେଜାଣି। ସେମାନେ ପୁରା ରାଗିଯାଆନ୍ତି ଆଉ କଣ କରିବା। ନହେଲେ କାହା ସହିତ କଥା ହେଇପାରିବନି। ୟେସ୍ ସେଇଟା ତ ଠିକ କଥା ଦିଦି। ଦିଦି ସେପଟକାର ପାଣିପାଗ କେମିତି? ଇଆଡେ ତ କୁହୁଡି କରିଛି କୁହୁଡି। ଓ ମୁଁ ତାମିଲ ଶିଖିଛି ତାମିଲ କଥା ହୋଇପାରେ। ହୁଁ ଭଲ କଥା ଦିଦି ଶିଖିବା କଥା। ଗୋଟେ ବର୍ଷା ହଉଛି। ଆଉ ସେଇଥିପାଇଁ ଏପଟେ ଆମର ପୁରା କୁହୁଡି କରିଛି ଆଉ। ଦିଦି ଏବେ ଟିକେ ଖରା ଦେଲା। ଦିଦି ତମର ଚେନ୍ନାଇ ନା ଚେନ୍ନାଇ ହଁ ସେ ଚେନ୍ନାଇ ଅଏଲେ ଅଛି ଆମର କଣ ବଙ୍ଗୋପସାଗର ପାଖାପାଖି ଆଉ। ଏପଟେ ବର୍ଷା ହଉନି ଖାଲି ଖରା କଲା। ଚେନ୍ନାଇ ଯେ ଆମର ଠିକ ଅଛି ବାଏ ଦିଦି। ହଁ ଦିଦି ବାଏ 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 ଦିଦି ବାଏ। ଭଲ ଲାଗିଲା ବହୁତ ଦିନ ପରେ ଲାଇଭ୍ ଆସିଥିବାରୁ। ଥ୍ୟାଙ୍କୟୁ ଦିଦି ଥ୍ୟାଙ୍କୟୁ ସୋ ମଚ୍ ଦିଦି ଏଞ୍ଜୟ ୟୋର ଡେ। ଥ୍ୟାଙ୍କୟୁ ଦିଦି ଥ୍ୟାଙ୍କୟୁ।